ସୁକିନ୍ଦାରେ ବିଜେଡି ପାଳିଲା କଳା ଦିବସ। ବିଶାଳ ପଦଯାତ୍ରାରେ ଆସି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ଆଜି ସୁକିନ୍ଦା ବିଜେଡି ପାଳନ କରିଛି କଳା ଦିବସ। ବିଜେପି ଦଳ ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାର ପ୍ରତିବାଦରେ ଅଶାନ୍ତ ସୁକିନ୍ଦାକୁ ଶାନ୍ତି ଫେରାଇ ଆଣିବା ପାଇଁ ବିଜେଡି ଆଜି ପାଳନ କରିଛି କଳା ଦିବସ। ଏହି କଳା ଦିବସ ପାଳନଟି ଡୁବୁରିସ୍ଥିତ କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରଥମେ ଏକ ପ୍ରତିବାଦ ସଭା କରି ପରେ ଏକ ବିରାଟ ପଦଯାତ୍ରାରେ କପିଳେଶ୍ୱର ଶିବ ମନ୍ଦିର ଠାରୁ ଡୁବୁରି ଛକ ଦେଇ ଚାଲି ଚାଲି କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଯାଇ ସୁକିନ୍ଦାରେ ବିଜେପି ଅରାଜକତା, ଶାସନ, ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୋଧରେ ଏବଂ ଅଶାନ୍ତ ସୁକିନ୍ଦାକୁ ଶାନ୍ତି ଫେରାଇ ଆଣିବା ପାଇଁ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦାର ପୂର୍ବତନ ବିଧାୟକ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡ଼ାଇ ତାଙ୍କର ସମର୍ଥକମାନଙ୍କ ସହିତ ଯାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଶୁକ୍ରବାର ଦିବା 2 ଘଟିକା ସମୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି। आज अराजकता विरुद्ध सुकिंदारे माफिया राज विरुद्ध सुकिंदारे गुंडाराज विरुद्ध आज कला दिवस सुकिंदार जनसाधारण आज दिन को कला दिवस भाव सफलतार सहित आज पालन कर बंधुगण। ये डबल इंजिन सरकार लगातार भाव भाव अन्याय, अत्याचार, अविचार लगातार भाव आज साधारण लोक आज असुरक्षित होती। सुकिंदावासी आज जन आज राजरास्ता को ओह्लैकी यदि आगामी दिन में ये अराजकता जारी रुहे, ये साधारण लोक प्रति अन्याय हुए, आगामी दिन में भयावह परिस्थिति ये सरकार को आम पादे चल दबू ना। ये सुकिंदा माटी रे ये सरकार कौन अधिकार नहीं, कौन अधिकार नहीं। तुरंत मोहन माझी इस्तीफा दिंतु यदि साधारण लोक सुरक्षा तुम दे पारुना। आज दिन में आज समस्त जनसाधारण छात्र युवक महिला आज ए खरा ताती की खातिर न करी आज एडिशनल एसपी को निमंत एक स्मारक पत्र देइछन। तुरंत ए दिगरे पदक्षेप नहीं ए अंचलवासी को सुरक्षा दियंतु, शांति फेरई आणंतु, नहले आगामी दिन परिस्थिति भयावह हबो।